ବସ୍ତ୍ର ହରଣର ଅପମାନ ପରେ ଦ୍ରୌପଦୀ କାହିଁକି ତାର କେଶକୁ ଖୋଲା ରଖିଥିଲା? କୁରୁବଂଶକୁ ଦେଇଥିବା ଅଭିଶାପ ଦ୍ରୌପଦୀ ପାଇଁ କ'ଣ ପ୍ରତିଶୋଧ ଥିଲା? ଜ୍ୱଳନ୍ତ ଯାଜ୍ଞସେନୀର ଅନ୍ତର୍ବେଦନାର ଉଦ୍ଘାଟନ ପାଇଁ ଶ୍ରୀ ଗୁରୁ ଶିକ୍ଷା ଚ୍ୟାନେଲ ଆପଣମାନଙ୍କୁ ସ୍ୱାଗତ କରୁଛି। ଦ୍ରୌପଦୀର ଅଭିଶାପରେ ଦଗ୍ଧୀଭୂତ ହେବାର ଭୟରେ ଭୟଭୀତ ହୋଇ ମହାରାଣୀ ଗାନ୍ଧାରୀ ରାଜା ଧୂତରାଷ୍ଟ୍ରଙ୍କୁ କହିଥିଲେ, ମହାରାଜ, ପାଣ୍ଡବମାନେ ଜୁଆରେ ହରାଇଥିବା ସମସ୍ତ ସମ୍ପତ୍ତି ତାଙ୍କୁ ଫେରାଇ ଦିଅନ୍ତୁ। ମୋର ପୁତ୍ର ପଞ୍ଚୁ ପାଣ୍ଡବଙ୍କୁ ମା ପାଞ୍ଚାଳୀକୁ ଦାସତ୍ୱରୁ ମୁକ୍ତ କରନ୍ତୁ। ରାଜା ଧୂତରାଷ୍ଟ୍ର ପତ୍ନୀ ଗାନ୍ଧାରୀଙ୍କ କଥାରେ ଏକମତ ହୋଇ ପାଣ୍ଡବମାନଙ୍କୁ ତାଙ୍କର ରାଜ୍ୟ ଇନ୍ଦ୍ରପ୍ରସ୍ଥ ଫେରାଇ ଦେଇଥିଲେ। ଇନ୍ଦ୍ରପ୍ରସ୍ଥର ମହାରାଣୀ ଦ୍ରୌପଦୀ ପ୍ରତିଶୋଧର ଅଗ୍ନିରେ ଜଳୁଥିଲେ। ପାଞ୍ଚାଳୀର ମୁକୁଳା କେଶ କୁରୁବଂଶର ସର୍ବନାଶକୁ ନିମନ୍ତ୍ରଣ କରିଥିଲା। ଦୁଶାସନ ଦ୍ରୌପଦୀଙ୍କର କେଶ ଧରି ବଳପୂର୍ବକ କୁରୁସଭାକୁ ଟାଣି ଟାଣି ନେବାର ଅନୁଭବ ପାଞ୍ଚାଳୀଙ୍କ ମନରେ ପ୍ରତିଶୋଧର ଅଗ୍ନି ବର୍ଷା କରିଥିଲା। ଇନ୍ଦ୍ରପ୍ରସ୍ଥ ଫେରିଆସି ପାଞ୍ଚାଳୀ ଲୁହ ମିଶା କୋହରେ ନିଜ ଅନ୍ତର ମନକୁ ଅଶାନ୍ତ ରହୁଥିବାର ଦେଖି ମା କୁନ୍ତୀ ବହୁ ଦ୍ରୌପଦୀଙ୍କୁ ଆଶ୍ୱାସନା ଦେଇ କହିଥିଲେ, ମା, ମୁଁ କ୍ଷେତ୍ରାଣୀ, ବୀର ରକ୍ତରେ ମୋର ଶରୀର ଗଢ଼ା। ତୋ ଅପମାନର ପ୍ରତିଶୋଧରେ ନିଶ୍ଚୟ କୁରୁକ୍ଷେତ୍ର ରକ୍ତରଞ୍ଜିତ ହେବ। ରାଜା ଧୂତରାଷ୍ଟ୍ର ପାଣ୍ଡବମାନଙ୍କୁ ଜୁଆରେ ହାରିଥିବା ସମସ୍ତ ସମ୍ପତ୍ତି ଫେରାଇ ଦେବା ଦେଖି ମହାମାନି ଦୁର୍ଯ୍ୟୋଧନ କ୍ରୋଧିତ ହୋଇଥିଲେ। ନିଜ ବାବାଙ୍କୁ କହିଥିଲେ, ଯଦି ପାଣ୍ଡବମାନଙ୍କୁ ସମସ୍ତ ସମ୍ପତ୍ତି ଫେରାଇ ଦେଲ, ଦାସତ୍ୱରୁ ମୁକ୍ତି କରିଦେଲ, ବର୍ତ୍ତମାନ ପୁନଶ୍ଚ ଆଦେଶ ଦିଅ, ଦ୍ୱିତୀୟବାର ଦ୍ୱୈତ କ୍ରୀଡ଼ାର ଆୟୋଜନ କରାଯାଉ। ପୁତ୍ର ମୋହରେ ଅନ୍ଧ ଧୂତରାଷ୍ଟ୍ର ପୁନଶ୍ଚ ଜୁଆ ଖେଳର ଆୟୋଜନ ପାଇଁ ପାଣ୍ଡବମାନଙ୍କୁ ନିମନ୍ତ୍ରଣ କରିଥିଲେ। ଦୂତଠାରୁ ପୁନଶ୍ଚ ଜୁଆ ଖେଳର ସମ୍ବାଦ ପାଇ ଭୀମ, ଅର୍ଜୁନ, ନକୁଳ, ସହଦେବ ଜ୍ୟେଷ୍ଠ ଭାଇ ଯୁଧିଷ୍ଠିରଙ୍କୁ କହିଥିଲେ, ଭାଇ, ଏଥର ଜୁଆ ଖେଳରେ ଆମ ଚାରି ଭାଇ ଓ ପାଞ୍ଚାଳୀକୁ ବାଜି ଲଗାଇ ଜୁଆ ଖେଳିବ ନାହିଁ। କିନ୍ତୁ ଜୁଆ ଖେଳର ସର୍ତ୍ତ ଥିଲା, ଯିଏ ଏହି ଖେଳରେ ହାରିବ 12 ବର୍ଷ ବନବାସ ଏବଂ ଗୋଟିଏ ବର୍ଷ ଅଜ୍ଞାତବାସରେ ବନ ମଧ୍ୟକୁ ଗମନ କରିବ। ଶକୁନିଙ୍କ କପଟ ପଶାରେ ଜୁଆ ଖେଳ ଆରମ୍ଭ ହୋଇଥିଲା। ଦ୍ରୌପଦୀଙ୍କର ବସ୍ତ୍ରହରଣ ପରେ ପୁନଶ୍ଚ ଯୁଧିଷ୍ଠିରଙ୍କର ପଶା ଖେଳିବା କ'ଣ ଉଚିତ ଥିଲା? କ୍ଷତ୍ରିୟର ଧର୍ମ କ'ଣ ପଶା ଖେଳିବା? ଦ୍ରୌପଦୀଙ୍କ ମନରେ ପ୍ରତିବାଦର ସ୍ୱର, ପ୍ରତିଶୋଧର ବହ୍ନି। କୁରୁ ରାଜସଭାରେ ଦ୍ରୌପଦୀଙ୍କୁ ଯେଉଁପରି ଭାବରେ ଅପମାନ ଦିଆଯାଇଛି, ତାର ବସ୍ତ୍ରହରଣ ପରି ଘୃଣ୍ୟ କର୍ମ କରିବାର ପ୍ରୟାସ କରାଯାଇଛି, ସେଥିପାଇଁ ଦାୟୀ କିଏ? ଦ୍ରୌପଦୀର ମୁକୁଳା କେଶ ଦୁଶାସନ ଛାତିର ରକ୍ତରେ ରଞ୍ଜିତ ହେଲା ପରେ ପାଞ୍ଚାଳୀ ବେଣୀବନ୍ଧନ କରିବ। ଦ୍ୱିତୀୟ ପାଣ୍ଡବ ଭୀମ ଶପଥ କରିଛି, ପାଞ୍ଚାଳୀର ଅପମାନ ପ୍ରତିଶୋଧ ପାଇଁ ସେ ଦୁଶାସନ ଛାତି ଚିରି ରକ୍ତ ନିଗାଡ଼ିବ। ହୋମ ଅଗ୍ନିରୁ ଜନ୍ମ ନେଇଥିବା ଜ୍ୱଳନ୍ତ ଯାଜ୍ଞସେନୀ ରକ୍ତମୁଖା, ସତ୍ୟ ଯୁଗରୁ କେତୁକା ଚଣ୍ଡୀ ରକ୍ତମୁଖା ହୋଇ ଅପେକ୍ଷା କରିଛି। ମହାଭାରତରେ ମହାସମର, ରକ୍ତର ହୋଲି, 16 କୋଟି ଯୋଗ୍ନୀଙ୍କର ରକ୍ତ ପିପାସା ମେଣ୍ଟାଇବା ପାଇଁ। ଦ୍ୱାପର ଯୁଗରେ ଦ୍ରୌପଦୀର ଆଗମନ। ମହାଭାରତ ସମୀକ୍ଷା ଉପରେ ଜ୍ୱଳନ୍ତ ଯାଜ୍ଞସେନୀର ପଞ୍ଚମ ଭାଗ କିପରି ଲାଗିଲା? କମେଣ୍ଟ କରି ନିଶ୍ଚୟ ଜଣାଇବେ। ଏହିପରି ସମୀକ୍ଷା ଧର୍ମୀ ଭିଡ଼ିଓ ପାଇଁ ଆମ ଚ୍ୟାନେଲକୁ ଆପଣମାନେ ସବସ୍କ୍ରାଇବ୍ କରନ୍ତୁ। ରହୁଛି। ଜୟ ଜଗନ୍ନାଥ।